বর্তমান আমার চতুর্থ শ্রেণীর পাহাড়র ডাক বিষয়ের প্রথম দৃশ্য পিলামানে অভিনয় করে দেখিবে। বিরসা মুন্ডা এবং তার মা পরস্পর সামনাসামনি বসিଛନ୍ତି। ତାଙ୍କ ଭିତରେ କେମିତି কথୋପକଥନ ହେବ ସେ ବିଷୟରେ ଆସନ୍ତୁ ଆମେ ଜାଣିବା। ମା ବା କହୁଥିଲା ମୁଁ କୁଆଡ଼େ ବଡ଼ ହେଲିଣି। 8 ବର୍ଷର ହୋଇଗଲେ ପାଟି କରି ଟିକେ କହ। ସବୁ ମୁଣ୍ଡା ପିଲା ବଡ଼ ହୋଇଯାଆନ୍ତି ରେ। କେମିତି ଗো ମା କରୁନି। ମୁଣ୍ଡା ପିଲା ଗୋରୁ ଯୋଗେ ବଣରୁ ଫଳମୂଳ ଆଣେ ମହୁଲ ଗୋଟାଏ କୁଟୁମ୍ବ ପୋଷେ ସଂସାର ଚଳାଏ। ସଂସାରଟା କେମିତି ଗো? ଦଦରା ପଣତ ପରିରେ ପୁଅ ପାଖେ ସିଇଁଲେ ଆଉ ପାଖେ ଚିରିଯାଏ। ସବୁଦିନ ଦେ ନେଇକି ଦେ ହେସ୍, ସେ ଇଏଟା ଦେ ଯାଉଗା ନେଇକି ତାକୁ ଦେବୁ ପୁରା। ନେ ଖା ବିଶ୍ୱାସ କରିବୁ ହେଲା। ସବୁଦିନ ଏମିତି ଘାଟେ ଦେଉଛୁ ମା ଭଲ କରି ଲୁଣ ଟିକେ ବି ଦେଉନୁ। ତୋର ବଡ଼ ଭାଇ ଚୁପଚାପ ଖାଇଦିଏ। ତୁ କିଆଁ ଏମିତି ହଉଛୁ ରେ? ମା ଭାଇ କହୁଥିଲେ ସେ କୁଆଡ଼େ ବସ୍ତାରେ ଲୁଣ ଆଣିବ। ଜାଉରେ ମିଶାଇ ଖାଇବା। ସତରେ ମା ଆଣିବ କରନି। ସେ ଆଣୁ ନ ଆଣୁ ତୁ ତ ଆଣିବୁ। ମୁଁ ବଣକୁ ଯାଉଛି ମା ଘୁରି ଆସିବି ନା। ତାର ଯାଉଥିବା ଏଇଟାକୁ କଲେନି ସେ ଯେତେବେଳେ